हाय सांग माने जय जगन्नाथ मु आपण मानक स्वागत करछि मोर आउ एक ब्लॉग रे। आजिर ब्लॉग रे मु आपण मानक कहबी मु कोठी अछि आ केमती रहउछि केमती चलुछि। मु रहउछि चेन्नई रे। एटी मिल्क कंपनी रे काम करछि आउ मासुକୁ सालेरी 18,000 टका आउ खाଇବା ଗୋଟେ ଟାଇମ ଦउछि ଆଉ ଗୋଟେ ଟାଇମ ଆମେ ରୋଷେଇ କରି ଖାउଛୁ। ଆଉ ଡ୍ୟୁଟି 12 ଘଣ୍ଟା ଏଠିକି ଆସିବାର କିଛି କାରଣ ଅଛି କାରଣ ବହୁତ କିଛି ଅଛି ସେ ଆଉ ନେକ୍ସଟ ବ୍ଲଗରେ କହିବି। ଆଜି ମୁଁ ଦେଖଉଛି ଆଜି କୋଉଠି ମୁଁ ରହୁଛି ଆଉ କେମିତି ରହୁଛି। ହେଲା କି ଆମେ ଏନଏଚ କରେ ରହୁଛୁ ହେଲା କି ମାନେ ମାନେ 5 ଦିନେ ଥରେ 2 ଦିନେ ଥରେ ଯାହା ବି ହେଲେ ଏଠି ଆକ୍ସିଡେଣ୍ଟ ଟା ହବାଟା କନଫର୍ମ। ଆମେ ଏନଏଚ କରେ ରହୁଛୁ ଡେଲି ଏଠି ଆକ୍ସିଡେଣ୍ଟ ମାକ୍ସିଡେଣ୍ଟ ଡେଲି ଦେଖୁଛୁ ରାତି ପାହିଲେ। ଏଇଠି ମାନେ ପୁରା ଏନଏଚ କରରେ ଭାଇ ବିଶ୍ଵାସ କରିବନି ଏତେ ଆକ୍ସିଡେଣ୍ଟ ଦେଖି ଦେଖିକା ମାନେ ଆଖି ଇଏ ହେଇଗଲାଣି। ଭାଇ ବିଶ୍ୱାସ କର ଭାଇ ରାତି ପାହିଲେ ଏଠି ଆକ୍ସିଡେଣ୍ଟ ମାନେ ଏଠି ଆକ୍ସିଡେଣ୍ଟ ଯାହା ବି ହେଲେ ଆକ୍ସିଡେଣ୍ଟ ହେଇଥିବ। ଆକ୍ସିଡେଣ୍ଟ ମାନେ ପୁଣି ଆସି ଏଠି 2.5 ବର୍ଷ ହବ କି 3 ବର୍ଷ ପାଖାପାଖି ହବ। ମାନେ ମୁଁ ଦେଖିଲିଣି ନିହାତି ମୋ ଆଖିରେ ବହୁତ ଆକ୍ସିଡେଣ୍ଟ ଦେଖିଲିଣି। 50 ଟା ଏମିତି ଆଉ ଆକ୍ସିଡେଣ୍ଟ ଦେଖିଲିଣି 50 60 ଟା। ମାନେ ପୁରା ଅଲଗା ପ୍ରକାର କିଏ ଏନଜୋଡ ହେଇଥିବ ପରିବା ଗାଡି ଲଢି ଯାଇଥିବ ନହେଲେ କିଏ କାହାକୁ ବାଡି ଦେଇଥିବ ଏଇଭଳିଆ ହେଲା କି। ଆଉ ଏବେ ତ ଡ୍ୟୁଟି ଟାଇମ ହେଇଗଲାଣି ଛୁଆ ମାନେ ଡ୍ୟୁଟି ଯାଉଛନ୍ତି। ଆଉ ମୋର ଫାଷ୍ଟ ମାନେ ଡେ ଡ୍ୟୁଟି। ମୁଁ ଆଜି ଛୁଟି ମାରିଥିଲି ଆଜି ଡ୍ୟୁଟି ଯାଇନଥିଲି। ଆଉ ଗୋଟେ ଜିନିଷ ଦେଖିବ ଭାଇ ହସିବନି ହେଲା କି ଆଉ ହସିବନି ହଉ ଦେଖ। ମାନେ ଡ୍ୟୁଟି ଯାଇଛି ଛୁଆ କିଏ ଚପଲ ଏପଟ ସେପଟ କରିଦେଇଛନ୍ତି। ଇଏ ସେଟା ନେଇ ପଳେଇଛି ଏଇଟା ନେଇ ପଳେଇଛି ଏମିତି ଏଥିରୁ ପଟେ ସେଥିରୁ ପଟେ ନେଇକି ପଳେଇଛି। ବିଶ୍ୱାସ କର ଏଠି ମାନେ କିଛି ରହିବନି ନିଜ ପେଣ୍ଟ ବି ନିଜେ ମାନେ ଧର ତଳେ ପଇଲା ନା ସେ ପୋଛା ପୋଛି ହବ ଆଉ ମାନେ ନେକ୍ସଟ ଟାଇମ ସେ ଉଠା ହବନି ଧର ଶୁଖିଛି ଧର ଗଳି ପଇଲା ସେ ପେଣ୍ଟ ଗଲା ଆଉ ସେ ପେଣ୍ଟ ପାଇବାଟା ସମ୍ଭବ ନୁହଁ। ଆଉ ଧର ଗାମୁଛା ବି ମାନେ ପ୍ରାୟ ଛୁଆ କିଣୁନାହାନ୍ତି ମାନେ ସେଇ ଧର ଗାମୁଛା ଧର ଗୋଟିଏ ଧର ସିଏ ମାନେ ଗଲା ଗାଧେଇ ସିଏ ଆସି ଥୋଇଲା ଶୁଖେଇଛି ତ ଆଉ ଜଣେ ନେଇକି ପଳେଇବ। କି ଚପଲ ଆଣି ଥୋଇଛି ପୁଣି ଆଉ ଜଣେ କିଏ ନେଇକି ପଳେଇବ। ଏଇଭଳିଆ ସିଷ୍ଟମ ମାନେ ବାହାର ରହିବାଟା ମାନେ ବହୁତ ଭଲ ବହୁତ ଖରାପ। ମାନେ ଏ ଆମ ରୁମ ରେ ଗୋଟେ ପିଲାଟେ ଆମ ରୁମ ଛୁଆଟେ ବାନ୍ତି କରୁଥିଲା ତାକୁ ଗୋଟେ ତାମିଲ ଲୋକଟେ ଆସିକି ମାରାମାରି ବନ୍ଦ କଲା। ଭାଇ ବିଶ୍ୱାସ କର ସେ ଆମକୁ କେତେ ଗାଳି କଲା କେତେ କଣ କହିଲା। ମାନେ ବାନ୍ତି ଇଏ ଆମ ଓଡିଆ ଛୁଆ କରିଥିଲା ଆଉ ସିଏ ଏମିତି ମାନେ ରୁମ ଆମ ରୁମ ସାଇଟରେ ରହୁଛି। ଇଏ ମଦ ପିଇକି ବାନ୍ତି କରିଥିଲା ସିଏ ଆଇଲା ତାମିଲ ଲୋକଟା ଆକୁ ମାଇଲା। ଇଏ ତାକୁ ମାଇଲା ମଦ ନିଶାରେ ମାଡ ଗୋଳ ହେଲେ। ପୁରା ଏମିତି ମାଡଗୋଳ ହେଲା ଯେ ମାନେ ପୁରା ଅଲଗା ପ୍ରକାର ହେଲା। ଆଉ ଇଏ ତାକୁ ତା ଭାଇ ମାନେ ଆଣିକି ଆମ ଓଡିଆ ଛୁଆ ଯେ ତାକୁ ତା ଭାଇ ମାନେ ନେଇକି ରୁମ ଭିତରେ ପୁରେଇ ଦେଲେ ହେଲା କି। ରୁମ ଭିତରେ ପୁରେଇ ଦେଲେ ଆଉ ରୁମ ଭିତରେ ପୁରେଇ ସାରିଲା ପରେ ଭାଇ ବିଶ୍ୱାସ କର ସେ ରୁମ ଆଗରେ ସେ ତାମିଲ ଲୋକ ପେଟ୍ରୋଲ ଆଣି ଢାଳିଲା କି ତାକୁ ବାହାର କର ଛାଡ ମୁଁ ତାକୁ ମାରିବି ନହେଲେ ମୁଁ ନିଆଁ ଲଗେଇଦେବି ବିଶ୍ୱାସ କର ଭାଇ ଆମେ ଶୋଇଛୁ ପେଟ୍ରୋଲ ଢାଳିଦେଲା। ପେଟ୍ରୋଲ ଢାଳିଦେଲା ପେଟ୍ରୋଲ ମାନେ ଦେଖିକି ପୁରା ମାନେ ଅଲଗା ପ୍ରକାର ଲାଗିଲା ପୁରା ଏଭଳିଆ ସିନ୍ ହେଇଗଲା। ସିନ୍ ହେଇ ସାରିଲା ପରେ ସେ ତାମିଲ ଲୋକ ତାପରେ ତାକୁ ମାଇଲା ଏଠି ମାରିକି ତାର ଏଇଠି ଫଟେଇଦେଲା। ଓଡିଆ ଛୁଆର ପଠେଇଦେଲା ଆମ ଭାଇ ବିଶ୍ୱାସ କର 60 ଛୁଆ ତାର କିଛି କରିପାରିଲୁ ଗୋଟେ କଲ କରିଦେଲା ତାମିଲ ଛୁଆ ଆସି 10 15 ରୁମ ତଳେ ଖଣ୍ଡା କିଏ ଛୁରୀ କିଏ ମାନେ ବ୍ୟାଟ ମ୍ୟାଟ ଧରିକି ଏମିତି ଆସିଛନ୍ତି। ପୁରା ରିଏଲି ପୁରା ଏଇଟା ପୁରା ରିଏଲି ଘଟଣା। ତାପରେ ଭାଇ ତାପରେ ଆମେ ରୁମ ମାଲିକ ଇଏ ସିଏ ଭଲ ମନ୍ଦ ସମସ୍ତଙ୍କୁ ଡାକିଲୁ। ତାପରେ ତାକୁ ବୁଝାମଣା କଲୁ ଇଏ ସିଏ। ତାପରେ ସେ ରୁମରେ ବି ତାକୁ ବିଦା କରିଦେଇଥାନ୍ତୁ ମାନେ ଆମ ରୁମ ସାଇଡରେ ରହୁଛି ନା ତାକୁ ଆମେ ଏଠି ବିଦା କରିଥାନ୍ତା ତାପରେ ବିଦା କଲୁନୁ ଏଥିପାଇଁ ବିଦା କଲୁନୁ କାରଣ ପୁଣି ସେ ରାଗ ରଖିକି ପୁଣି ଆମକୁ କୋଉଠି ବାଟରେ ଘାଟରେ କମ୍ପାନୀ ଆମେ ଡ୍ୟୁଟି ଗଲାବେଳେ ଆଉ କାଳେ ମାରାମାରି ଭଲ ମନ୍ଦ କରିବେ ସେଥିଲାଗି ଆମେ ବିଦା କଲୁନୁ। ଆଉ ଏହା ବୁଝାମଣା ହେଇଗଲା ତାପରେ ସିଏ ବି ତାମିଲ ଲୋକଟା ମାଗିଲା କହିଲା ଭାଇ ଭୁଲ ହେଇଛି ଇଏ ସିଏ ମାନେ ତାମିଲ ରେ କହିଲା ହେଲା କି। ତାପରେ ଆମ କମ୍ପାନୀ ମାଲିକ ଭଲ ମନ୍ଦ ଯିଏ ଆମର ଇନଚାର୍ଜ ମିଚାର୍ଜ ଯିଏ ବି ଅଛନ୍ତି ସିଏ ଆସିଲେ ସବୁ ପଚରା ପଚରି ଭଲ ମନ୍ଦ ଇଏ ସିଏ କଲେ। ତାପରେ ଆଉ ଝଗଡା ଝାଟି ନାହିଁ ଭାଇ ବାହାରେ ରହିବାଟା ଏତେ ସହଜ ନୁହଁ ଭାଇ ଯିଏ ବାହାରେ ରହିଛି ତାଙ୍କୁ ପଚାର
ରହିଛ ଭାଇ କେମିତି ଲାଗୁଛି? ଆଉ ଭାଇ ଏବେ ମୁଁ ରଖୁଛି, ବାଏ ବାଏ। ଆଉ ଏବେ ରୋଷେଇ କରିବା ଟାଇମ ହେଇଗଲାଣି, କାରଣ ପିଲାମାନେ ଆସିଥିବେ। ଆଉ ମୁଁ ଛୁଟି ମାରିକି ଅଛି, ଯଦି ରୋଷେଇ ନ କରିବି ମତେ କହିବେ କି ଛୁଟି ମାରିକି ରହିଲା କି ରୋଷେଇ ମୋଷେଇ କଲାନି, ଭଲ ମନ୍ଦ କିଛି କଲାନି। ମୁଁ ରଖୁଛି, ଜୟ ଜଗନ୍ନାଥ, ବାଏ ବାଏ।